ସେଦିନ ଥାଏ ଅମାବାସ୍ୟାର ଘନ ଅନ୍ଧକାର ରାତି। ଏହି ଅନ୍ଧାର ରାତିରେ ରମେଶ ଶ୍ମଶାନ ପଟେ ଦେଇ ସାଇକେଲରେ ଫେରୁଥାଏ। ଚାରିଆଡ଼େ ନିଃଶବ୍ଦ ଥିଲା। ହଠାତ୍ ତାକୁ ଲାଗିଲା କେହି ଜଣେ ତାକୁ ପଛରୁ ପିଛା କରୁଛି। ସେ ସାଇକେଲର ସ୍ପିଡ୍ ବଢ଼ାଇଲା, କିନ୍ତୁ ପଛରୁ ନୂପୁରର ଛମ୍ ଛମ୍ ଶବ୍ଦ ଆହୁରି ପାଖେଇ ଆସିଲା। ଭୟରେ ରମେଶର ରକ୍ତ କାଠ ହୋଇଗଲା। କିଛି ବାଟ ଗଲା ପରେ ଜଣେ ଧଳା ଶାଢ଼ୀ ପିନ୍ଧିଥିବା ସ୍ତ୍ରୀ ଲୋକଟିଏ ତାର ବାଟ ଓଗାଳି ଠିଆ ହେଲା। ତାର ମୁହଁ ଦେଖାଯାଉ ନଥିଲା। ରମେଶ ଥରିଲା କଣ୍ଠରେ ପଚାରିଲା, ତୁମେ କିଏ? ସ୍ତ୍ରୀ ଲୋକଟି ଧୀରେ ଧୀରେ ମୁହଁ ଉପରକୁ କଲା। ତାର ଆଖି ଦୁଇଟି ରକ୍ତ ଭଳି ଲାଲ ଥିଲା। ପାଟିରୁ ରକ୍ତ ଜୁଡ଼ୁବୁଡ଼ୁ ଲମ୍ବା ଜିଭଟିଏ ବାହାରିଲା। ସବୁଠାରୁ ଭୟଙ୍କର କଥା ଥିଲା, ତାର ପାଦ ଦୁଇଟି ପଛକୁ ଓଲଟା ଥିଲା। ସେ ଏକ ବିକଟାଳ ହସ ହସି ରମେଶ ଆଡ଼କୁ ହାତ ବଢ଼ାଇଲା। ରମେଶ ଭୟରେ ଚିତ୍କାର କରି ସେଠାରେ ମୂର୍ଚ୍ଛା ହୋଇ ପଡ଼ିଗଲା। ତା ପରଦିନ ସକାଳେ ଗାଁ ଲୋକମାନେ ରମେଶକୁ ଉଦ୍ଧାର କଲେ। ସେହିଦିନଠାରୁ ରମେଶ ମୂକ ହୋଇଗଲା। ରମେଶର ବନ୍ଧୁ ଅମିତ ଥିଲା ବହୁତ ସାହସୀ। ଅମିତ ସେହି ଓଲଟା ପାଦବାଲି ଡାହାଣୀଠାରୁ ପ୍ରତିଶୋଧ ନେବା ପାଇଁ ପ୍ରତିଜ୍ଞା କଲା।